ନମସ୍କାର। ଆଜି ଜାଣିବା ନାରୀ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ। କିଭଳି ନାରୀକୁ ଗୃହଲକ୍ଷ୍ମୀ ବା ସୁଗୃହିଣୀ ବୋଲି କୁହାଯାଏ। ଓଢ଼ଣୀ ତଳେ ମୁଖମଣ୍ଡଳ ଓ ହସ୍ତପାଦ ଲୁଚି ରହୁଥିବ, କଣ୍ଠସ୍ୱର ସୁମଧୁର ଧୀରସ୍ଥିର ହୋଇଥିବ, ବ୍ୟବହାର ନମ୍ର ହେଇଥିବ, ଅସନ୍ତୋଷ ଭାବନା ଅନ୍ୟ ଆଗରେ ପ୍ରକଟ କରୁନଥିବ ଏବଂ ସମସ୍ତଙ୍କ ସହିତ ସୁଦୀର୍ଘ ସୁସମ୍ପର୍କ ସ୍ଥାପନ କରୁଥିବେ। ବିଛଣାକୁ ଯିବା ପୂର୍ବରୁ ଜଣେ ନାରୀ ସମସ୍ତଙ୍କର ସେବା କରୁଥିବେ। ଘରେ ଥିବା ଠାକୁର, ଶିଶୁ, ବୃଦ୍ଧ, ବୃଦ୍ଧା ସମସ୍ତଙ୍କ କଥା ବୁଝୁଥିବେ। ଅତିଥି ଅଭ୍ୟାଗତ, ସାଧୁ, ସନ୍ଥ, ଭିକ୍ଷୁକମାନଙ୍କୁ ଭକ୍ତିପୂତ ଆତିଥ୍ୟ ପ୍ରଦାନ କରିବା ସହିତ ଦାନ, ଦୟା, କ୍ଷମା ପ୍ରଚଳିତ ପାରମ୍ପରିକ ବାରବ୍ରତରେ ନିଜର କାୟା ଶୁଦ୍ଧି କରୁଥିବେ ଏବଂ ସତୀତ୍ୱ ରକ୍ଷା କରିବା ଜଣେ ନାରୀ ପାଇଁ ପରମ କର୍ତ୍ତବ୍ୟ। ଗୃହକୁ ପରିଷ୍କାର ପରିଚ୍ଛନ୍ନ ରଖିବେ, ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରିବେ ଏବଂ ଅତ୍ୟଧିକ ମନୋରଞ୍ଜନ କରିବାକୁ ମନ ବଳାଇବେ ନାହିଁ। ଗୃହକର୍ତ୍ତାଙ୍କ ବିନା ଅନୁମତିରେ ପଦାକୁ ଗୋଡ଼ କାଢ଼ିବେ ନାହିଁ। ଘରର ଗୁମର କଥା ଘରର ଚାରିକାନ୍ଥ ମଧ୍ୟରେ ରଖିବେ। ଗୃହର ମୁରବୀଙ୍କ ଉପସ୍ଥିତିରେ ସେ ତୁଣ୍ଡ ଖୋଲିବେ ନାହିଁ କିମ୍ବା କୌଣସି ସଦସ୍ୟଙ୍କୁ ପାତର ଅନ୍ତର କରିବେ ନାହିଁ। ପରିବାରର ସଦସ୍ୟଙ୍କର ଦୃଷ୍ଟି ଅଗୋଚରରେ କାହା ପାଇଁ ମଧ୍ୟସ୍ଥତା କରିବେ ନାହିଁ। ବୋହୂମାନେ ଶାଶୁ ଘରେ କିପରି ଚଳିବେ? କଥାରେ ଅଛି, ଦୁହିତା ଦୁଇ କୂଳକୁ ହିତା, ନହେଲେ ଦୁଇ କୂଳକୁ ପିତା। ଏକଥା କହିବାର ତାତ୍ପର୍ଯ୍ୟ ହେଉଛି, ଝିଅଟିର ଭଲ ମନ୍ଦ ଗୁଣ ହିଁ ଉଭୟ ବାପଘର ଓ ଶାଶୁଘର ପାଇଁ ଉଜ୍ଜ୍ୱଳ କରି ରଖିଥାଏ। ତେଣୁ ପ୍ରତ୍ୟେକ ନାରୀଟିଏ ଚାହିଁଲେ ତା ଘରକୁ ନିମିଷକ ମଧ୍ୟରେ ସୁନାରେ ପରିଣତ କରିଦେଇପାରେ କିମ୍ବା ଧ୍ୱଂସସ୍ତୂପରେ ପରିଣତ କରିଦେଇପାରେ। ନିଜର ସୁଖ ଅପେକ୍ଷା ପରିବାର ଓ ସଦସ୍ୟଙ୍କର ସୁଖ ମଙ୍ଗଳ ପ୍ରଥମେ ଦେଖିବାକୁ ପଡ଼ିବ। ଏହା ହିଁ ହେଉଛି ଶାନ୍ତିମୟ, ପ୍ରେମମୟ ଗାର୍ହସ୍ଥ୍ୟ ଜୀବନର ସବୁଠୁ ବଡ଼ ରହସ୍ୟ। ପାରିବାରିକ ସଂଗଠନ ପାଇଁ ଆତ୍ମୀୟତା ହେଉଛି ଅନିବାର୍ଯ୍ୟ। ତେଣୁ ଭଲକୁ ଭଲ ଏବଂ ମନ୍ଦକୁ ବି ଭଲ ବୋଲି ଭାବି ନିଜକୁ ଖାପ ଖୁଆଇ ଚଳିବାକୁ ପଡ଼ିବ। ବିବାହ ସମୟରେ କରିଥିବା ସଂକଳ୍ପ ମହିଳାମାନେ ପାଳନ କଲେ ଘର ସଂସାର ଭିତରେ ପ୍ରକୃତରେ ସ୍ୱର୍ଗୀୟ ବାତାବରଣ ଉତ୍ପନ୍ନ ହୋଇପାରିବ। ଶାଶୁ ନୁହେଁ ମା'। ମା'ର ସ୍ଥାନ କେହି କେବେ ପୂରଣ କରିପାରିବେ ନାହିଁ ଏକଥା ସତ। କିନ୍ତୁ ବାପଘର ଛାଡ଼ି ଶାଶୁଘରକୁ ଆସିବା ପରେ ଝିଅଟିଏ ପାଇଁ ଶାଶୁ ହେଉଛି ତାର ମା'। ଏ କଥାକୁ ସର୍ବଦା ମନରେ ସ୍ୱୀକାର କରିବାକୁ ପଡ଼ିବ। ଶାଶୁ ଶ୍ୱଶୁରଙ୍କୁ ପିତାମାତାଙ୍କ ପରି ସ୍ନେହ ସମ୍ମାନ ଦେବା ଉଚିତ। ପ୍ରେମ ଦେଇ ପ୍ରେମ ନିଅନ୍ତୁ। ନାରୀତ୍ୱରେ କୋମଳତା ଏବଂ ମୃଦୁଳତା, ସ୍ନେହ ତଥା ସହାନୁଭୂତିର ଗୁଣ ପୂର୍ଣ୍ଣ ରୂପରେ ବିଦ୍ୟମାନ ହେବା ଦରକାର। ପ୍ରେମ ବା ଭଲ ପାଇବା ଏମିତି ଏକ ଶକ୍ତି, ଯାହା ନିମିଷକ ମଧ୍ୟରେ ଶତ୍ରୁକୁ ବି ପରମ ବନ୍ଧୁତ୍ୱରେ ପରିଣତ କରିଦେଇପାରେ। ସମସ୍ତଙ୍କୁ ଭଲ ପାଇବା ଡୋରରେ ବାନ୍ଧି ରଖନ୍ତୁ। ହିଂସ୍ର ସ୍ୱଭାବ ପରିତ୍ୟାଗ କରନ୍ତୁ। ଏହା ଆପଣଙ୍କୁ କମ୍ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରୂପରେ ଗୋଟିଏ ସୁନା ବୋହୂରେ ପରିଣତ କରିଦେଇପାରିବ। ବିବାହର ମାନେ ନୁହେଁ ଶୃଙ୍ଗାର ବା ବିଳାସ ବ୍ୟସନ। ସର୍ବଦା କମ୍ ଆଶା କରି ସେଥିରୁ ଅଧିକ ମିଳିଗଲେ ନିଜର ସୌଭାଗ୍ୟ ବୋଲି ମନେ କରିବା ଆବଶ୍ୟକ। ସମସ୍ତଙ୍କ ପ୍ରତି ଦରଦୀ ଭାବ ପୋଷଣ କରନ୍ତୁ। ସୁଖରେ ସୁଖୀ ଆଉ ଦୁଃଖରେ ଦୁଃଖୀ ହୁଅନ୍ତୁ। ସମସ୍ତଙ୍କଠାରେ ନମ୍ର, ବିନୟୀ ରହିବା ଦରକାର। ମନରେ ଗର୍ବ ରଖିବା, ଅଭିମାନ ରଖିବା, ନିଜକୁ ଅନ୍ୟଠାରୁ ବଡ଼ ମନେ କରିବା ଭଲ କଥା ନୁହେଁ। ଆପଣଙ୍କର ଜନ୍ମଭୂମି ବାପଘର ଏବଂ କର୍ମଭୂମି ଶାଶୁଘର। ତାହାକୁ ନିଜର କରି ଅବଶିଷ୍ଟ ସମୟରେ ସମସ୍ତଙ୍କ ମନ ନେଇ ଚଳିବାକୁ ହେବ। ଖାଲି କୃତ୍ରିମ ଭଦ୍ରାମୀ ନ ଦେଖାଇ ସଂସ୍କୃତି ସମ୍ପନ୍ନ ଆନ୍ତରିକତା ତଥା ରୁଚିପୂର୍ଣ୍ଣ ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରିବା ଉଚିତ। ବୋହୂଟିଏ ଭାବରେ ସବୁ ଦିଗକୁ ନଜର ରଖନ୍ତୁ। ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅରଙ୍କ ମନପସନ୍ଦ ଅପସନ୍ଦ ପ୍ରତି ସଚେତନ ରୁହନ୍ତୁ। ସବୁ ଦିଗକୁ ନଜର ନ ରଖିଲେ କେତେବେଳେ ନା କେତେବେଳେ ଠକିଯିବାକୁ ପଡ଼ିବ। ପରିବାରର ନୀତି ନିୟମ ମାନି ଚଳିବାକୁ ଚେଷ୍ଟା କରନ୍ତୁ। ନିଜ ପ୍ରତିଭାର ବିତରଣ କରନ୍ତୁ। ଯଦି ଅନ୍ତର୍ନିହିତ ପ୍ରତିଭା ଅଛି, ତେବେ ତାର ଉପଯୋଗ କରନ୍ତୁ। ମନରେ ସଂସ୍କାର ଆଣିବା ପାଇଁ ଆସକ୍ତିଶୂନ୍ୟ, ବିଦ୍ୟାନୁରାଗୀ, ନିରଳସ ପ୍ରକୃତିର ଅଧିକାରୀ ହେବା ଆବଶ୍ୟକ। ନିଜର ପ୍ରତିଭାକୁ ଆତ୍ମଜମାନଙ୍କର ଚରିତ୍ର ଗଠନ ସହିତ ସେମାନଙ୍କର ସାର୍ବଜନୀନ ଶିକ୍ଷାର ସଫଳ ବିନିଯୋଗ କରିବା ନିତାନ୍ତ ଆବଶ୍ୟକ। କପଟତାଠାରୁ ଦୂରେଇ ରୁହନ୍ତୁ। ଯା'ଙ୍କ ସହିତ କପଟତା ଘରକୁ ଭାଙ୍ଗି ଦେଇପାରେ।
ତାଙ୍କ ସହିତ ସାନ ବା ବଡ଼ ଭଉଣୀର ସମ୍ପର୍କ ରଖନ୍ତୁ ଏବଂ ସମସ୍ତଙ୍କୁ ଭଲ ପାଆନ୍ତୁ, ସମସ୍ତଙ୍କର ସେବା ଯତ୍ନ କରନ୍ତୁ। ଦେଖିବେ କେମିତି ଆପଣଙ୍କ ପାଲଟି ଯିବେ ଜଣେ ଆଦର୍ଶ ବୋହୂ। ଏବଂ କାହା କଥାକୁ ଶୁଣି କାହା କଥାରେ ଗୁରୁତ୍ୱ ଦିଅନ୍ତୁ ନାହିଁ। ନିଜ ପରିବାରରେ ସମସ୍ତଙ୍କର ମନ ନେଇ ଚଳନ୍ତୁ। ନାରୀକୁ ପ୍ରେରଣାଦାୟିନୀ କୁହାଯାଏ। ନାରୀ ସର୍ବଂସହା, ନାରୀ ସନ୍ତାନ ବତ୍ସଳା, ନାରୀ ଶକ୍ତି ସ୍ୱରୂପିଣା, କେତେବେଳେ ନାରୀ ପ୍ରେମ ସ୍ୱରୂପା ତ କେତେବେଳେ ଅଗ୍ନିକନ୍ୟା। ଏଭଳି ଅନେକ ରୂପ, ଅନେକ ସ୍ୱରୂପା ନାରୀର। ସେଥିପାଇଁ ନାରୀ ସବୁବେଳେ ଊର୍ଦ୍ଧ୍ୱରେ, ପୁରୁଷଠୁ ଗୁଣରେ, ଗାରିମାରେ, ବ୍ୟକ୍ତିତ୍ୱରେ। ଏହା ଯୁଗେ ଯୁଗେ ପ୍ରମାଣିତ। ଆଚାର ବିଚାର, ନିଷ୍ଠା, ପବିତ୍ରତା, ସହନଶୀଳତା, ଦୟା, କ୍ଷମା ଭଳି ଐଶ୍ୱର୍ଯ୍ୟ ଗୁଣରେ ପରିପୂର୍ଣ୍ଣ ଏହି ନାରୀମାନେ। ସେମାନେ ସର୍ବଦା ସ୍ଥିର, କ୍ଷମାଶୀଳ, ଧୈର୍ଯ୍ୟଶୀଳ, ପବିତ୍ର। ଆଜି ବି ଭାରତୀୟ ନାରୀ ସୀତାଙ୍କ ପରି ନିଜ ଉପରେ ରହିଥିବା ଅନ୍ୟାୟ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଇ ପାରିବାର ମଙ୍ଗଳ କାମନା କରୁଛନ୍ତି। ଦ୍ରୌପଦୀଙ୍କ ପରି ମନ ଭିତରେ ଥିବା ବେଦନା, କ୍ରୋଧ, ପ୍ରତିଶୋଧର ଭାବନାକୁ ଚାପି ରଖି ପାରନ୍ତି। କାରଣ ସେମାନେ ଭାବନ୍ତି କାଳେ ସେମାନଙ୍କ ଅଭିଶାପ ପୁରୁଷ ପାଇଁ ବିଷତୁଲ୍ୟ ହୋଇଯିବ। ଗୋଟିଏ ପଟେ ସେମାନଙ୍କର ଜୀବନ ସଂଘର୍ଷପୂର୍ଣ୍ଣ ହୋଇଥିଲା ବେଳେ ଅନ୍ୟପଟେ ସେମାନେ ମନରେ ପୂରାପୂରି ଶାନ୍ତି ରହିଥାନ୍ତି। ମନ୍ଦୋଦରୀଙ୍କ ପରି ସେମାନଙ୍କ ପାଖରେ ଭଲମନ୍ଦ ବୁଝିବାର କ୍ଷମତା ଅଛି। ସଙ୍କଟ ସମୟରେ ଉଚିତ ନିର୍ଣ୍ଣୟ ନିଅନ୍ତି। ଅହଲ୍ୟାଙ୍କ ପରି ମନରେ ସୁପ୍ତ ଶକ୍ତି ରହିଥାଏ। ଅନ୍ୟକୁ କ୍ଷମା କରିବାର ଭାବନା ରଖନ୍ତି। ତାରାଙ୍କ ପରି ପବିତ୍ର ସ୍ଥାନ ଅଧିକାର କରିପାରନ୍ତି। ସେସବୁକୁ ବିଚାରକୁ ନେଇ ନାରୀକୁ ପ୍ରକୃତରେ ପ୍ରେରଣାଦାୟିନୀ ବୋଲି ଆଖ୍ୟା ଦିଆଯାଇଛି। ତେଣୁ ଯଥାର୍ଥରେ ନାରୀମାନଙ୍କ ଜୀବନର ମହତ୍ତ୍ୱକୁ ବୁଝି କାର୍ଯ୍ୟ କଲେ ପ୍ରତ୍ୟେକ ଘର ସୁନ୍ଦରତାରେ ପରିପୂର୍ଣ୍ଣ ହୋଇପାରିବ। ସମସ୍ତେ ହସ ଖୁସିରେ ରହିପାରିବେ। ତେଣୁ ନିଶ୍ଚିତ ଭାବରେ ଏହା ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଇଥିବ। ଏତିକି କହି ରହୁଛି। ଧନ୍ୟବାଦ।